ଦ୍ୱିତୀୟ ରାଜବଳୀ ଅଧ୍ୟାୟ 12। ଜେହୁଙ୍କର ଅଧିକାରର ସପ୍ତମ ବର୍ଷରେ ଜୋୟାସ୍ ରାଜ୍ୟ କରିବାକୁ ଆରମ୍ଭ କରି ଜେରୁସାଲେମରେ 40 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ସିବିଆ। ସେ ବେର୍ସାବା ନିବାସିନୀ ଥିଲେ। ଜିହୋୟାଦା ଯାଜକ ଜୋୟାସକୁ ଯେତେ ଦିନ ଶିକ୍ଷା ଦେଲା ସେତେ ଦିନ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚସ୍ଥଳୀ ସକଳ ଦୂରୀକୃତ ନୋହିଲା। ଲୋକମାନେ ସେ ସମୟରେ ହିଁ ଉଚ୍ଚସ୍ଥଳୀମାନରେ ବଳିଦାନ କଲେ ଓ ଧୂପ ଜଳାଇଲେ। ଅନନ୍ତର ଜୋୟାସ ଯାଜକମାନଙ୍କୁ କହିଲେ, ପବିତ୍ରୀକୃତ ବସ୍ତୁର ଯେ ସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଯାଏ, ଅର୍ଥାତ୍ ପ୍ରଚଳିତ ମୁଦ୍ରା, ପ୍ରାଣୀମାନଙ୍କ ନିମନ୍ତେ ପ୍ରତ୍ୟେକ ଲୋକ ଉପରେ ନିରୂପିତ ମୁଦ୍ରା ଓ ଯେ ସକଳ ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଆଣିବା ପାଇଁ କୌଣସି ମନୁଷ୍ୟର ମନରେ ବାଞ୍ଛା ହୁଏ, ତାହା ସବୁ ଯାଜକମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆପଣାମାନଙ୍କ ପାଇଁ ଗ୍ରହଣ କରନ୍ତୁ। ପୁଣି ସେହି ଗୃହର ଯେକୌଣସି ସ୍ଥାନରେ ଭଗ୍ନ ଦେଖାଯାଏ, ତାହା ସବୁ ସେମାନେ ପୁନର୍ନିର୍ମାଣ କରନ୍ତୁ। ମାତ୍ର ଜୋୟାସ ରାଜାଙ୍କର ଅଧିକାରର 23 ବର୍ଷ ପର୍ଯ୍ୟନ୍ତ ଯାଜକମାନେ ଗୃହର ଭଗ୍ନସ୍ଥାନମାନ ପୁନର୍ନିର୍ମାଣ କରିନଥିଲେ। ତହିଁରେ ଜୋୟାସ ରାଜା ଜିହୋୟାଦା ଯାଜକକୁ ଓ ଅନ୍ୟ ଯାଜକମାନଙ୍କୁ ଡକାଇ ସେମାନଙ୍କୁ କହିଲେ, ତୁମେମାନେ ଗୃହର ଭଗ୍ନସ୍ଥାନ ସବୁ କାହିଁକି ପୁନର୍ନିର୍ମାଣ କରୁନାହ? ଏହେତୁ ତୁମେମାନେ ଆପଣା ଆପଣା ପରିଚିତ ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ, ମାତ୍ର ଗୃହର ଭଗ୍ନସ୍ଥାନ ନିମନ୍ତେ ତାହା ସମର୍ପଣ କର। ତହିଁରେ ଯାଜକମାନେ ଲୋକମାନଙ୍କଠାରୁ ଆଉ ମୁଦ୍ରା ଗ୍ରହଣ ନ କରିବାକୁ ଅବା ଗୃହର ଭଗ୍ନସ୍ଥାନ ସବୁ ପୁନର୍ନିର୍ମାଣ ନ କରିବାକୁ ସମ୍ମତ ହେଲେ। ମାତ୍ର ଜିହୋୟାଦା ଯାଜକ ଏକ ସିନ୍ଦୁକ ନେଇ ତହିଁର ଢାଙ୍କୁଣୀରେ ଏକ ଛିଦ୍ର କରି ଯଜ୍ଞବେଦୀ ନିକଟରେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାରରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ଗୃହକୁ ଆନିତ ମୁଦ୍ରା ସବୁ ତହିଁ ଭିତରେ ରଖିଲେ। ଏଉତାରେ ସେମାନେ ସିନ୍ଦୁକରେ ବହୁତ ମୁଦ୍ରା ଥିବାର ଦେଖନ୍ତେ ରାଜାଙ୍କର ଲେଖକ ଓ ମହାଯାଜକ ଆସି ସଦାପ୍ରଭୁଙ୍କ ଗୃହରେ ପ୍ରାପ୍ତ ସେହି ସକଳ ମୁଦ୍ରା ଥଳିରେ ରଖି ଗଣନା କଲେ। ପୁଣି ସେମାନେ ସେହି ପରିମିତ ମୁଦ୍ରା ସଦାପ୍ରଭୁଙ୍କ ଗୃହର କର୍ମକାରକ ଅଧ୍ୟକ୍ଷମାନଙ୍କ ହସ୍ତରେ ଦେଲେ। ତେଣୁ ସେମାନେ ସଦାପ୍ରଭୁଙ୍କ ଗୃହର କର୍ମକାରୀ, ସୂତ୍ରଧର ଓ ଗାନ୍ଥକ ଓ ରାଜମିସ୍ତ୍ରୀ ଓ ପ୍ରସ୍ତର ଖୋଦକମାନଙ୍କୁ ଆଉ ସଦାପ୍ରଭୁଙ୍କ ଗୃହର ଭଗ୍ନ ସ୍ଥାନ ସବୁ ପୁନର୍ନିର୍ମାଣ କରିବା ନିମନ୍ତେ କାଷ୍ଠ ଓ ଖୋଦିତ ପ୍ରସ୍ତର କିଣିବାକୁ ଓ ଗୃହର ପୁନର୍ନିର୍ମାଣ କରିବାକୁ ପ୍ରୟୋଜନୀୟ ସର୍ବପ୍ରକାର ବ୍ୟୟ ପାଇଁ ତାହା ଦେଲେ। ମାତ୍ର ସଦାପ୍ରଭୁଙ୍କ ଗୃହକୁ ଆନିତ ସେହି ମୁଦ୍ରା ଦ୍ୱାରା ସଦାପ୍ରଭୁଙ୍କ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ଡ, ତୁରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟ ପାତ୍ର ନିର୍ମିତ ନୋହିଲା, କାରଣ ସେମାନେ କର୍ମକାରୀମାନଙ୍କୁ ସେହି ମୁଦ୍ରା ଦେଇ ତଦ୍ୱାରା ସଦାପ୍ରଭୁଙ୍କ ଗୃହ ପୁନର୍ନିର୍ମାଣ କଲେ। ମାତ୍ର ସେମାନେ କର୍ମକାରୀମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ମୁଦ୍ରା ସମର୍ପଣ କଲେ, ସେମାନଙ୍କଠାରୁ ହିସାବ ନେଲେ ନାହିଁ, କାରଣ ସେମାନେ ବିଶ୍ୱସ୍ତ ଭାବରେ କର୍ମ କଲେ। ଦୋଷାର୍ଥକ ବଳି ଓ ପାପାର୍ଥକ ବଳିର ମୁଦ୍ରା ସଦାପ୍ରଭୁଙ୍କ ଗୃହକୁ ଅଣାଗଲା ନାହିଁ, ତାହା ଯାଜକମାନଙ୍କର ହେଲା। ସେ ସମୟରେ ଅରାମର ରାଜା ହସାଏଲ ଯାତ୍ରା କରି ଗାଥ ବିରୁଦ୍ଧରେ ଯୁଦ୍ଧ କରି ତାହା ହସ୍ତଗତ କଲା। ତହିଁଉତାରେ ହସାଏଲ ଜେରୁସାଲେମ ଆଡ଼କୁ ଯିବା ପାଇଁ ମୁଖ କଲା। ତହିଁରେ ଜିହୁଦାର ରାଜା ଜୋୟାସ ଆପଣା ପୂର୍ବପୁରୁଷ ଜିହୋଶାଫଟ ଓ ଜିହୋରାମ ଓ ଅହସିୟ ଜିହୁଦାର ଏହି ରାଜାମାନଙ୍କ ପ୍ରତିଷ୍ଠିତ ସମସ୍ତ ପବିତ୍ରୀକୃତ ବସ୍ତୁ ଓ ଆପଣାର ପବିତ୍ରୀକୃତ ବସ୍ତୁ ଓ ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ଓ ରାଜଗୃହସ୍ଥ ଭଣ୍ଡାରରେ ପ୍ରାପ୍ତ ସମସ୍ତ ସ୍ୱର୍ଣ୍ଣ ନେଇ ଅରାମର ରାଜା ହସାଏଲ ନିକଟକୁ ପଠାଇଲେ। ତେଣୁ ସେ ଜେରୁସାଲେମରୁ ବାହାରିଗଲା। ଏହି ଜୋୟାସଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା କଣ ଜିହୁଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଏଉତାରେ ତାଙ୍କର ଦାସମାନେ ଉଠି ଚକ୍ରାନ୍ତ କରି ଶିଲାକୁ ଯିବା ପଥରେ ମିଲୋ ନାମକ ଗୃହରେ ଜୋୟାସକୁ ବଧ କଲେ। ସିମିୟତର ପୁତ୍ର ଯୋଶାଖର ଓ ସୋମରର ପୁତ୍ର ଜିହୋଶାବଦ ନାମକ ତାଙ୍କର ଏହି ଦାସମାନେ ତାଙ୍କୁ ଆଘାତ କରନ୍ତେ ସେ ମଲେ। ତହିଁରେ ସେମାନେ ଦାଉଦ ନଗରରେ ତାଙ୍କର ପିତୃଲୋକଙ୍କ ସହିତ ତାଙ୍କୁ କବର ଦେଲେ। ପୁଣି ତାଙ୍କ ପୁତ୍ର ଅମତ୍ସିୟ ତାଙ୍କ ପଦରେ ରାଜ୍ୟ କଲେ। ଦ୍ୱିତୀୟ ରାଜବଳୀ ଅଧ୍ୟାୟ 13। ଜିହୁଦାର ଅହସିୟ ରାଜାଙ୍କର ପୁତ୍ର ଜୋୟାସଙ୍କର ଅଧିକାରର 23 ବର୍ଷରେ ଜେହୁଙ୍କର ପୁତ୍ର ଜିହୋୟାସ ସମରିୟାରେ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 17 ବର୍ଷ ରାଜ୍ୟ କଲେ। ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ପୁଣି ନବାଟର ପୁତ୍ର ଜାରବ୍ୟାମ ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ, ତାଙ୍କର ସେହି ପାପର ଅନୁଗାମୀ ହେଲେ।
ସେ ତହିଁରୁ ବିମୁଖ ହେଲେ ନାହିଁ। ଏଥିରେ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ବିରୁଦ୍ଧରେ ପ୍ରଜ୍ୱଳିତ ହୁଅନ୍ତେ ସେ ଅରାମର ରାଜା ହସାଏଲ ହସ୍ତରେ ଓ ହସାଏଲର ପୁତ୍ର ବିନ୍ ହଦଦ ହସ୍ତରେ ସେମାନଙ୍କୁ ନିତ୍ୟ ସମର୍ପଣ କଲେ। ପୁଣି ଜିହୋଆହାଜ ସଦାପ୍ରଭୁଙ୍କ ନିକଟରେ ନିବେଦନ କରନ୍ତେ ସଦାପ୍ରଭୁ ତାଙ୍କ ପ୍ରତି ମନୋଯୋଗ କଲେ, କାରଣ ଅରାମର ରାଜା ଇସ୍ରାଏଲ ପ୍ରତି କିପରି ଉପଦ୍ରବ କଲା ସେମାନଙ୍କର ସେହି ଉପଦ୍ରବ ସେ ଦେଖିଲେ। ଯେହେତୁ ଅରାମର ରାଜା ଲୋକମାନଙ୍କ ମଧ୍ୟରୁ କେବଳ 50 ଜଣ ଅଶ୍ୱାରୂଢ଼ ଓ 10 ରଥ ଓ 10 ସହସ୍ର ପଦାତିକ ଛଡ଼ା ଜିହୋଆହାଜଙ୍କ ନିମନ୍ତେ ଆଉ କାହାକୁ ଅବଶିଷ୍ଟ ନ ରଖି ସେମାନଙ୍କୁ ବିନଷ୍ଟ ଓ ମର୍ଦ୍ଦିତ ଧୂଳି ତୁଲ୍ୟ କରିଥିଲା। ଏଣୁ ସଦାପ୍ରଭୁ ଇସ୍ରାଏଲକୁ ଏକ ଉଦ୍ଧାରକର୍ତ୍ତା ଦେଲେ। ତହିଁରେ ସେମାନେ ଅରାମୀୟମାନଙ୍କ ହସ୍ତାଧୀନରୁ ବାହାରିଗଲେ। ପୁଣି ଇସ୍ରାଏଲ ସନ୍ତାନଗଣ ପୂର୍ବପରି ଆପଣା ଆପଣା ତମ୍ବୁରେ ବାସ କଲେ। ତଥାପି ଜାରବିଆମ ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ ତାଙ୍କର ବଂଶର ସେହିସବୁ ପାପରୁ ସେମାନେ ବିମୁଖ ହେଲେ ନାହିଁ, ମାତ୍ର ତହିଁରେ ହିଁ ଚାଲିଲେ। ପୁଣି ସମରିୟାରେ ଆସେରା ମୂର୍ତ୍ତି ମଧ୍ୟ ରହିଲା। ଏହି ଜିହୋଆହାଜଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ତାଙ୍କର ପରାକ୍ରମ କଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅନନ୍ତର ଜିହୋଆହାଜ ଆପଣା ପିତୃ ଲୋକମାନଙ୍କ ସହିତ ଶୟନ କରନ୍ତେ ଲୋକମାନେ ତାଙ୍କୁ ସମରିୟାରେ କବର ଦେଲେ। ପୁଣି ତାଙ୍କର ପୁତ୍ର ଜୋୟାସ ତାଙ୍କର ପଦରେ ରାଜ୍ୟ କଲେ। ଜିହୁଦାର ଜୋୟାସ ରାଜାଙ୍କର ଅଧିକାରର 37 ବର୍ଷରେ ଜିହୋଆହାଜଙ୍କର ପୁତ୍ର ଜୋୟାସ ଇସ୍ରାଏଲ ଉପରେ ସମରିୟାରେ ରାଜ୍ୟ କରିବାକୁ ଆରମ୍ଭ କରି 16 ବର୍ଷ ରାଜ୍ୟ କଲେ। ଆଉ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ନବାଟର ପୁତ୍ର ଜାରବିଆମ ଯଦ୍ୱାରା ଇସ୍ରାଏଲକୁ ପାପ କରାଇଥିଲେ ତାଙ୍କର ସେହି ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ, ମାତ୍ର ସେ ତହିଁରେ ହିଁ ଚାଲିଲେ। ଏହି ଜୋୟାସଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିୟା ଓ ଯେଉଁ ପରାକ୍ରମରେ ସେ ଜିହୁଦାର ରାଜା ଅମସ୍ୟ ସଙ୍ଗେ ଯୁଦ୍ଧ କଲେ ତାହା ସବୁ କଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? ଅନନ୍ତର ଜୋୟାସ ଆପଣା ପିତୃ ଲୋକମାନଙ୍କ ସହିତ ଶୟନ କଲେ। ତହିଁରେ ଜାରବିଆମ ତାଙ୍କ ସିଂହାସନରେ ଉପବିଷ୍ଟ ହେଲେ। ପୁଣି ଜୋୟାସ ଇସ୍ରାଏଲ ରାଜାମାନଙ୍କ ସହିତ ସମରିୟାରେ କବରପ୍ରାପ୍ତ ହେଲେ। ଇଲିଶାୟ ଯେଉଁ ପୀଡ଼ାରେ ମଲେ ସେହି ପୀଡ଼ାରେ ପୀଡ଼ିତ ହୁଅନ୍ତେ ଇସ୍ରାଏଲର ରାଜା ଜୋୟାସ ତାଙ୍କ ନିକଟକୁ ଆସି ତାଙ୍କ ଉପରେ ରୋଦନ କରି କହିଲେ, ହେ ଆମ୍ଭପିତ, ହେ ଆମ୍ଭପିତ, ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱରୋହୀଗଣ। ଏଥିରେ ଇଲିଶାୟ ତାଙ୍କୁ କହିଲେ, ଧନୁ ଓ ତୀର ଧର। ତହୁଁ ସେ ଧନୁ ଓ ତୀର ଧରିଲେ। ତେବେ ଇଲିଶାୟ ଇସ୍ରାଏଲର ରାଜାଙ୍କୁ କହିଲେ, ଧନୁ ଉପରେ ତୁମ୍ଭ ହାତ ଦିଅ। ତହୁଁ ସେ ତହିଁ ଉପରେ ହାତ ଦେଲେ। ସେତେବେଳେ ଇଲିଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ। ଆଉ ସେ କହିଲେ, ପୂର୍ବ ଆଡ଼ ଝରକା ଫିଟାଅ। ତହିଁରେ ସେ ତାହା ଫିଟାଇଲେ। ତେବେ ଇଲିଶାୟ କହିଲେ, ତୀର ମାର। ତହିଁରେ ସେ ତୀର ମାରିଲେ। ଏଥିରେ ଇଲିଶାୟ କହିଲେ, ସଦାପ୍ରଭୁଙ୍କର ଜୟ ତୀର, ଅରାମର ବିପକ୍ଷ ଜୟ ତୀର, କାରଣ ତୁମ୍ଭେ ଅଫେକରେ ଅରାମୀୟମାନଙ୍କୁ ନିଃଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କରିବ। ଆହୁରି ସେ କହିଲେ, ତୀର ସବୁ ନିଅ। ତହିଁରେ ସେ ତାହା ସବୁ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, ଭୂମିକୁ ଆଘାତ କର। ତହିଁରେ ସେ 3 ଥର ଆଘାତ କରି ନିବୃତ୍ତ ହେଲେ। ଏଥିରେ ପରମେଶ୍ୱରଙ୍କ ଲୋକ ତାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, ତୁମ୍ଭେ ତ 5 କି 6 ଥର ଆଘାତ କରିଥାନ୍ତ, ତାହା କରିଥିଲେ ତୁମ୍ଭେ ଅରାମକୁ ନିଃଶେଷ କରିବା ପର୍ଯ୍ୟନ୍ତ ଆଘାତ କରିଥାନ୍ତ, ମାତ୍ର ଏବେ ତୁମ୍ଭେ କେବଳ 3 ଥର ଅରାମକୁ ଆଘାତ କରିବ। ଅନନ୍ତର ଇଲିଶାୟ ମରନ୍ତେ ଲୋକମାନେ ତାଙ୍କୁ କବର ଦେଲେ। ସେତେବେଳେ ମୋଆବୀୟ ଲୁଟକାରୀ ଦଳ ବର୍ଷର ଆରମ୍ଭରେ ଦେଶ ଆକ୍ରମଣ କଲେ। ସେ ସମୟରେ ଲୋକମାନେ ଜଣେ ମନୁଷ୍ୟକୁ କବର ଦେବାବେଳେ ଏପରି ଘଟିଲା ଯେ, ଦେଖ, ସେମାନେ ଏକ ଲୁଟକାରୀ ଦଳକୁ ଦୂରରୁ ଦେଖିଲେ। ତହିଁରେ ସେମାନେ ସେହି ମନୁଷ୍ୟକୁ ଇଲିଶାୟଙ୍କର କବରରେ ପକାଇ ଦିଅନ୍ତେ ସେ ମନୁଷ୍ୟ ଇଲିଶାୟଙ୍କର ଅସ୍ଥି ସ୍ପର୍ଶ କରିବା ମାତ୍ରେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା। ଜିହୋଆହାଜଙ୍କର ଅଧିକାରର ସମସ୍ତ କାଳ ଅରାମର ରାଜା ହସାଏଲ ଇସ୍ରାଏଲ ପ୍ରତି ଉପଦ୍ରବ କଲା। ମାତ୍ର ସଦାପ୍ରଭୁ ଅବ୍ରାହମ, ଇସାକ ଓ ଯାକୋବଙ୍କ ସହିତ ଆପଣା କୃତ ନିୟମ ସକାଶୁ ସେମାନଙ୍କ ପ୍ରତି ଅନୁଗ୍ରହ କଲେ ଓ ସେମାନଙ୍କ ଉପରେ ଦୟା ବହି ସେମାନଙ୍କ ପ୍ରତି ସୁଦୃଷ୍ଟି କଲେ, ଆଉ ସେମାନଙ୍କୁ ବିନାଶ କରିବାକୁ ଅସମତ ହେଲେ ଓ ଏପର୍ଯ୍ୟନ୍ତ ଆପଣା ଛାମୁରୁ ସେମାନଙ୍କୁ ଦୂର କଲେ ନାହିଁ। ଏ ଉତ୍ତାରେ ଅରାମର ରାଜା ହସାଏଲ ମଲା। ତହୁଁ ତାହାର ପୁତ୍ର ବିନ୍ ହଦଦ ତାହାର ପଦରେ ରାଜ୍ୟ କଲା। ପୁଣି ଜୋୟାସଙ୍କର ପିତା ଜିହୋଆହାଜଙ୍କ ଠାରୁ ହସାଏଲ
ଯେ ନଗର ଯୁଦ୍ଧରେ ନେଇଥିଲା, ସେହି ସକଳ ନଗର ଜିହୋଆସଙ୍କ ପୁତ୍ର ଜୋଆସ ହସାଏଲର ପୁତ୍ର ବିନ୍ ହଦଦଠାରୁ ପୁନର୍ବାର ନେଲେ। ଜୋଆସ ତାହାକୁ 3 ଥର ଆଘାତ କରି ଇସ୍ରାଏଲର ସେହି ସକଳ ନଗର ପୁନର୍ବାର ନେଲେ। ଜୋଏଲ ଅଧ୍ୟାୟ 1। ପଥୁଏଲଙ୍କ ପୁତ୍ର ଜୋଏଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। ହେ ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ, ଆଉ ହେ ଦେଶ ନିବାସୀ ସକଳ, ତୁମ୍ଭେମାନେ କର୍ଣ୍ଣପାତ କର। ତୁମ୍ଭମାନଙ୍କ ସମୟରେ କିଏବା ତୁମ୍ଭମାନଙ୍କର ପିତୃପୁରୁଷଗଣର ସମୟରେ କି ଏହା ଘଟିଅଛି? ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅ ଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ, ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପୁରୁଷଙ୍କୁ ଜଣାଉନ୍ତୁ। ଶୁକକୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛି, ଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛି, ଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି। ହେ ମତୁଆଳମାନେ, ଜାଗିଉଠ ଓ ରୋଦନ କର। ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର, କାରଣ ତାହା ତୁମ୍ଭମାନଙ୍କ ମୁଖରୁ ଅନ୍ତର କରାଯାଇଅଛି। ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି, ସେ ବଳବାନ ଓ ଅସଂଖ୍ୟ, ତାହାର ଦନ୍ତ ସିଂହଦନ୍ତ ତୁଲ୍ୟ ଓ ତାହାର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ୟ। ସେ ଆମ୍ଭର ଦ୍ରାକ୍ଷଲତା ଉଜାଡ଼ କରିଅଛି ଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି। ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି। ତହିଁର ଶାଖା ସବୁ ଶୁକ୍ଳ କରାଯାଇଅଛି। ଯୌବନକାଳୀନ ସ୍ୱାମୀ ଶୋକରେ ଚଟବସ୍ତ୍ର ପରିହିତା କନ୍ୟାତୁଲ୍ୟ ବିଳାପ କର। ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ଅନ୍ତର କରାଯାଇଅଛି। ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି। କ୍ଷେତ୍ର ଉଜାଡ଼ ହୋଇଅଛି, ଦେଶ ଶୋକ କରୁଅଛି, କାରଣ ଶସ୍ୟ ଉଜାଡ଼ ହୋଇଅଛି। ନୂତନ ଦ୍ରାକ୍ଷାରସ ଶୁଖିଯାଇଅଛି, ତୈଳ କ୍ଷୟ ପାଇଅଛି। ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ। ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ, ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର, କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି, ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବୁରି ବୃକ୍ଷ ମ୍ଳାନ ହେଉଅଛି। ଡାଳିମ୍ବ ବୃକ୍ଷ ମଧ୍ୟ, ଖର୍ଜୁରୀ ବୃକ୍ଷ ଓ ନାଗରଙ୍ଗ ବୃକ୍ଷ ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି, କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇଯାଇଅଛି। ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର। ହେ ଯଜ୍ଞବେଦୀର ପରିଚାରକଗଣ, ତୁମ୍ଭେମାନେ ହାହାକାର କର। ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ, ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ରାତ୍ରିଯାକ କ୍ଷେପଣ କର, କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ନିବୃତ୍ତ କରାଯାଇଅଛି। ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର। ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେ ପ୍ରାଚୀନଗଣକୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରି ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। ହାୟ ହାୟ ସେଦିନ, କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ। ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ। ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁ ଆନନ୍ଦ ଓ ଉଲ୍ଲାସ କି ଅନ୍ତର କରାଯାଇନାହିଁ? ବିହନ ସବୁ ଟେଳା ତଳେ ପଚିଯାଉଅଛି, ଗୋଲା ସବୁ ଧ୍ୱଂସିତ, ଶସ୍ୟ ଅମାର ସବୁ
ଭଗ୍ନ ହୋଇଅଛି, କାରଣ ଶସ୍ୟ ଶୁଷ୍କ ହୋଇଅଛି। ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି, ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି, ମେଷପଲ ନଷ୍ଟ ହେଉଅଛନ୍ତି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି, କାରଣ ଅଗ୍ନି ପ୍ରାନ୍ତରର ଚରାଣୀ ସ୍ଥାନ ସବୁ ଗ୍ରାସ କରିଅଛି ଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷ ସବୁ ଦଗ୍ଧ କରିଅଛି। ହଁ, କ୍ଷେତ୍ରସ୍ଥ ପଶୁ ସକଳ ତୁମ୍ଭ ନିକଟରେ ଧକାଉଅଛନ୍ତି, ଯେହେତୁ ଜଳସ୍ରୋତ ସବୁ ଶୁଷ୍କ ହୋଇଅଛି ଓ ଅଗ୍ନି ପ୍ରାନ୍ତରର ଚରାଣୀ ସ୍ଥାନ ସବୁ ଗ୍ରାସ କରିଅଛି। ଯୋଏଲ ଅଧ୍ୟାୟ 2। ତୁମ୍ଭେମାନେ ସିଓନରେ ତୁରୀ ବଜାଅ ଓ ଆମ୍ଭ ପବିତ୍ର ପର୍ବତରେ ଘୋର ନାଦ କର। ଦେଶ ନିବାସୀ ସମସ୍ତେ କମ୍ପମାନ ହେଉନ୍ତୁ, କାରଣ ସଦାପ୍ରଭୁଙ୍କର ଦିନ ଆସୁଅଛି, ସେ ଦିନ ନିକଟ। ତାହା ତିମିର ଓ ଅନ୍ଧକାରମୟ ଦିନ, ତାହା ମେଘାଚ୍ଛନ୍ନ ଓ ନିବିଡ଼ ଅନ୍ଧକାରମୟ ଦିନ। ପର୍ବତଗଣର ଉପରେ ଅରୁଣତୁଲ୍ୟ ତାହା ବ୍ୟାପ୍ତ ହେଉଅଛି। ମହତୀ ଓ ବଳବତୀ ଏକ ଗୋଷ୍ଠୀ ତତୁଲ୍ୟ ଗୋଷ୍ଠୀ କେବେ ହୋଇନାହିଁ, କିଏବା ସେମାନଙ୍କ ଉତ୍ତାରେ ଅନେକ ଅନେକ ପୁରୁଷର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ। ସେମାନଙ୍କ ଆଗରେ ଅଗ୍ନି ଗ୍ରାସ କରୁଅଛି ଓ ସେମାନଙ୍କ ପଶ୍ଚାତରେ ଅଗ୍ନିଶିଖା ଦଗ୍ଧ କରୁଅଛି। ସେମାନଙ୍କ ଆଗରେ ଦେଶ ଏଦନର ଉଦ୍ୟାନ ତୁଲ୍ୟ ଓ ସେମାନଙ୍କ ପଶ୍ଚାତରେ ତାହା ଧ୍ୱଂସିତ ପ୍ରାନ୍ତର। ଆଉ ସେମାନଙ୍କଠାରୁ ରକ୍ଷାପ୍ରାପ୍ତ କେହି ନାହିଁ। ସେମାନଙ୍କର ଆକାର ଅଶ୍ୱଗଣର ଆକୃତି ତୁଲ୍ୟ ଓ ସେମାନେ ଅଶ୍ୱାରୋହୀଗଣର ତୁଲ୍ୟ ଦୌଡ଼ନ୍ତି। ପର୍ବତଗଣର ଶୃଙ୍ଗରେ ରଥସମୂହର ଶବ୍ଦ ତୁଲ୍ୟ ସେମାନେ କୁଦନ୍ତି। ନଡ଼ା ଗ୍ରାସକାରୀ ଅଗ୍ନିର ଶିଖାର ଶବ୍ଦ ତୁଲ୍ୟ ସେମାନେ ଯୁଦ୍ଧାର୍ଥେ ଶ୍ରେଣୀବଦ୍ଧ ବଳବତୀ ଗୋଷ୍ଠୀ ତୁଲ୍ୟ। ସେମାନଙ୍କ ସାକ୍ଷାତରେ ଗୋଷ୍ଠୀଗଣ ଯନ୍ତ୍ରଣାଯୁକ୍ତ, ସମସ୍ତଙ୍କର ମୁଖ ମଳିନ। ସେମାନେ ବୀରଗଣ ତୁଲ୍ୟ ଦୌଡ଼ନ୍ତି, ସେମାନେ ଯୋଦ୍ଧାଗଣ ତୁଲ୍ୟ ପ୍ରାଚୀର ଚଢ଼ନ୍ତି। ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି ଓ ସେମାନେ ଆପଣା ଆପଣା ଶ୍ରେଣୀ ଭଗ୍ନ କରନ୍ତି ନାହିଁ, ଅବା ସେମାନଙ୍କର ଏକ ଜଣ ଆନ ଜଣକୁ ଠେଲନ୍ତି ନାହିଁ। ସେମାନେ ପ୍ରତ୍ୟେକେ ଆପଣା ଆପଣା ପଥରେ ଅଗ୍ରସର ହୁଅନ୍ତି। ସେମାନେ ଅସ୍ତ୍ରଶସ୍ତ୍ର ମଧ୍ୟରେ ପେଲି ହୋଇ ପଶନ୍ତି ଓ ଆପଣା ଆପଣା ଯିବାର ପଥ ଛାଡ଼ନ୍ତି ନାହିଁ। ସେମାନେ ନଗର ଉପରେ କୁଦନ୍ତି, ସେମାନେ ପ୍ରାଚୀର ଉପରେ ଦୌଡ଼ନ୍ତି, ସେମାନେ ଗୃହ ଉପରେ ଚଢ଼ନ୍ତି, ସେମାନେ ଚୋର ପରି ଝରକା ବାଟେ ପ୍ରବେଶ କରନ୍ତି। ସେମାନଙ୍କ ସମ୍ମୁଖରେ ପୃଥିବୀ କମ୍ପିତ ହୁଏ, ଆକାଶମଣ୍ଡଳ ଥରଥର ହୁଏ, ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୁଏ ଓ ନକ୍ଷତ୍ରଗଣ ଆପଣା ଆପଣା ତେଜ ରହିତ କରନ୍ତି। ପୁଣି ସଦାପ୍ରଭୁ ଆପଣା ସୈନ୍ୟସାମନ୍ତ ସମ୍ମୁଖରେ ଆପଣା ରବ ଉଚ୍ଚାରଣ କରନ୍ତି, କାରଣ ତାହାଙ୍କର ଛାଉଣି ଅତି ବଡ଼, କାରଣ ତାହାଙ୍କର ବାକ୍ୟ ଯେ ସାଧନ କରେ ସେ ବଳବାନ। କାରଣ ସଦାପ୍ରଭୁଙ୍କର ଦିନ ମହତ୍ ଓ ଅତି ଭୟାନକ, ଆଉ କିଏ ତାହା ସହ୍ୟ କରିପାରେ? ତଥାପି ସଦାପ୍ରଭୁ କହନ୍ତି, ଏବେ ହେଁ ତୁମ୍ଭେମାନେ ଉପବାସ, ରୋଦନ ଓ ବିଳାପ କରି ଆପଣାମାନଙ୍କର ସର୍ବାନ୍ତଃକରଣ ସହିତ ଆମ୍ଭ ନିକଟକୁ ଫେରିଆସ। ପୁଣି ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତଃକରଣ ଚିର ଓ ସଦାପ୍ରଭୁ ଆପଣାମାନଙ୍କର ପରମେଶ୍ୱରଙ୍କ ନିକଟକୁ ଫେରିଆସ, କାରଣ ସେ କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ, ଆଉ ସେ ଅମଙ୍ଗଳ କରିବା ବିଷୟରେ
କ୍ଷାନ୍ତ ହୁଅନ୍ତି। କେଜାଣି ସେ ଫେରି ଦୁଃଖିତ ହେବେ ଓ ଆପଣା ପଶ୍ଚାତ୍ ଆଶୀର୍ବାଦ ଅର୍ଥାତ୍ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ରଖିଯିବେ। ସିଓନରେ ତୁରୀ ବଜାଅ ଓ ପବିତ୍ର ଉପବାସ ନିରୂପଣ କର। ମହାସଭା ଆହ୍ୱାନ କର, ଲୋକମାନଙ୍କୁ ଏକତ୍ର କର, ପବିତ୍ର ସମାଜ ନିରୂପଣ କର, ପ୍ରାଚୀନମାନଙ୍କୁ ସଂଗ୍ରହ କର, ବାଳକ ବାଳିକାମାନଙ୍କୁ ଓ ଦୁଗ୍ଧପୋଷ୍ୟ ଶିଶୁମାନଙ୍କୁ ଏକତ୍ର କର। ବର ଆପଣା ଶୟନ ଗୃହରୁ ଓ କନ୍ୟା ଆପଣା ଅନ୍ତଃପୁରରୁ ବାହାର ହେଉ। ବରଣ୍ଡା ଓ ବେଦୀର ମଧ୍ୟସ୍ଥାନରେ ସଦାପ୍ରଭୁଙ୍କର ପରିଚାରକ ଯାଜକମାନେ ରୋଦନ କରନ୍ତୁ, ଆଉ ସେମାନେ କହନ୍ତୁ, ହେ ସଦାପ୍ରଭୁ, ଆପଣା ଲୋକମାନଙ୍କୁ ଦୟାକର ଓ ଅନ୍ୟ ଦେଶୀୟମାନେ ଯେପରି ସେମାନଙ୍କ ଉପରେ ଶାସନ ନ କରିବେ, ଏଥିପାଇଁ ଆପଣା ଅଧିକାରକୁ ନିନ୍ଦିତ ହେବାକୁ ଦିଅ ନାହିଁ। ସେମାନଙ୍କର ପରମେଶ୍ୱର କାହାନ୍ତି? ଏହା ସେମାନେ ନାନା ଗୋଷ୍ଠୀ ମଧ୍ୟରେ କାହିଁକି କହିବେ? ସେତେବେଳେ ସଦାପ୍ରଭୁ ଆପଣା ଦେଶର ପାଇଁ ଉଦ୍ଯୋଗୀ ହେଲେ ଓ ଆପଣା ଲୋକମାନଙ୍କ ପ୍ରତି ଦୟା କଲେ। ପୁଣି ସଦାପ୍ରଭୁ ଆପଣା ଲୋକମାନଙ୍କୁ ଉତ୍ତର ଦେଇ କହିଲେ, ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ପଠାଇଦେବା, ଆଉ ତୁମ୍ଭେମାନେ ତହିଁରେ ତୃପ୍ତ ହେବ। ପୁଣି ଆମ୍ଭେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କୁ ଆଉ ନିନ୍ଦାର ପାତ୍ର କରିବା ନାହିଁ। ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ ଉତ୍ତର ଦେଶୀୟ ସୈନ୍ୟଦଳକୁ ଦୂର କରିବା, ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତଡ଼ିଦେଇ ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡ଼େ, ଆଉ ସେମାନଙ୍କର ପଶ୍ଚାତ୍ ଭାଗ ପଶ୍ଚିମ ସମୁଦ୍ର ଆଡ଼େ ତଡ଼ିଦେବା। ତହିଁରେ ସେମାନଙ୍କର ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ, କାରଣ ସେମାନେ ମହତ୍ କର୍ମମାନ କରିଅଛନ୍ତି। ହେ ଦେଶ, ଭୟ କର ନାହିଁ, ଉଲ୍ଲସିତ ହୋଇ ଆନନ୍ଦ କର, କାରଣ ସଦାପ୍ରଭୁ ମହତ୍ କର୍ମମାନ କରିଅଛନ୍ତି। ହେ କ୍ଷେତ୍ରସ୍ଥ ପଶୁଗଣ, ତୁମ୍ଭେମାନେ ଭୟ କର ନାହିଁ, କାରଣ ପ୍ରାନ୍ତରସ୍ଥ ଚରାଣୀ ସ୍ଥାନ ସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଧରୁଅଛି, ଡିମ୍ବୁରି ବୃକ୍ଷ ଓ ଦ୍ରାକ୍ଷାଲତା ଆପଣା ଶକ୍ତି ପ୍ରକାଶ କରୁଅଛି। ଏଥିପାଇଁ ହେ ସିଓନର ସନ୍ତାନଗଣ, ତୁମ୍ଭେମାନେ ଉଲ୍ଲସିତ ହୁଅ ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆନନ୍ଦ କର, କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି, ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ। ପୁଣି ତୁମ୍ଭମାନଙ୍କର ଖଳା ସବୁ ଗହମରେ ପରିପୂର୍ଣ୍ଣ ହେବ ଓ କୁଣ୍ଡ ସବୁ ଦ୍ରାକ୍ଷାରସ ଓ ତୈଳରେ ଉଛୁଳି ଉଠିବ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ଆପଣାର ଯେଉଁ ମହାସୈନ୍ୟଦଳ ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୁକକୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି, ତାହା ଆମ୍ଭେ ତୁମ୍ଭମାନଙ୍କୁ ଫେରାଇ ଦେବା। ତହିଁରେ ତୁମ୍ଭେମାନେ ପ୍ରଚୁର ରୂପେ ଭୋଜନ କରି ପରିତୃପ୍ତ ହେବ ଓ ଯେ ତୁମ୍ଭମାନଙ୍କ ପ୍ରତି ଆଶ୍ଚର୍ଯ୍ୟ ବ୍ୟବହାର କରିଅଛନ୍ତି, ତୁମ୍ଭେମାନେ ସେହି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବ ଓ ଆମ୍ଭର ଲୋକମାନେ କଦାପି ଲଜ୍ଜିତ ନୋହିବେ। ତହିଁରେ ଆମ୍ଭେ ଯେ ଇସ୍ରାଏଲର ମଧ୍ୟବର୍ତ୍ତୀ ଅଛୁ ଓ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଅନ୍ୟ କେହି ନାହିଁ, ଏହା ତୁମ୍ଭେମାନେ ଜାଣିବ। ପୁଣି ଆମ୍ଭର ଲୋକମାନେ କଦାପି ଲଜ୍ଜିତ ନୋହିବେ। ପୁଣି ତହିଁ ଉତ୍ତାରେ ଆମ୍ଭେ ସମୁଦାୟ ପ୍ରାଣୀ ଉପରେ ଆପଣା ଆତ୍ମା ଢାଳିବା। ତହିଁରେ ତୁମ୍ଭମାନଙ୍କର ପୁତ୍ରଗଣ ଓ କନ୍ୟାଗଣ ଭବିଷ୍ୟତ୍ ବାକ୍ୟ
ପ୍ରଚାର କରିବେ। ତୁମମାନଙ୍କର ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ। ତୁମମାନଙ୍କର ଯୁବା ଲୋକମାନେ ଦର୍ଶନ ପାଇବେ। ଆଉ ସେ ସମୟରେ ମଧ୍ୟ ଆମ୍ଭେ ଦାସଦାସୀଗଣର ଉପରେ ଆପଣାର ଆତ୍ମା ଢାଳିବା। ପୁଣି ଆମ୍ଭେ ଆକାଶରେ ଓ ପୃଥିବୀରେ ରକ୍ତ ଓ ଅଗ୍ନି ଓ ଧୂମସ୍ତମ୍ଭର ଅଦ୍ଭୁତ ଲକ୍ଷଣ ଦେଖାଇବା। ସଦାପ୍ରଭୁଙ୍କର ମହତ୍ ଓ ଭୟଙ୍କର ଦିନର ଆଗମନର ପୂର୍ବେ ସୂର୍ଯ୍ୟ ଅନ୍ଧକାର ଓ ଚନ୍ଦ୍ର ରକ୍ତ ହୋଇଯିବ। ପୁଣି ଯେ କେହି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ ସେ ଉଦ୍ଧାର ପାଇବ। କାରଣ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସିଓନ ପର୍ବତରେ ଓ ଜେରୁସାଲେମରେ ରକ୍ଷାପ୍ରାପ୍ତ ଲୋକମାନେ ରହିବେ। ପୁଣି ଯେଉଁମାନଙ୍କୁ ସଦାପ୍ରଭୁ ଆହ୍ୱାନ କରିବେ ସେମାନେ ଅବଶିଷ୍ଟାଂଶର ମଧ୍ୟରେ ରହିବେ। ଯୋଏଲ ଅଧ୍ୟାୟ 3। କାରଣ ଦେଖ, ସେହି ଦିନରେ ଓ ସେହି ସମୟରେ ଯେତେବେଳେ ଆମ୍ଭେ ଯିହୁଦା ଓ ଜେରୁସାଲେମର ବନ୍ଦିତ୍ୱାବସ୍ଥା ପରିବର୍ତ୍ତନ କରିବା, ସେତେବେଳେ ଆମ୍ଭେ ଯାବତୀୟ ଗୋଷ୍ଠୀଙ୍କୁ ସଂଗ୍ରହ କରି ସେମାନଙ୍କୁ ଜିହୋଶାଫଟ ସଦାପ୍ରଭୁଙ୍କ ବିଚାର ଉପତ୍ୟକାକୁ ଓହ୍ଲାଇ ଆଣିବା। ଆଉ ସେମାନଙ୍କ ସଙ୍ଗେ ଆମ୍ଭ ଲୋକମାନଙ୍କର ଓ ଆମ୍ଭ ଅଧିକାର ଇସ୍ରାଏଲ ସପକ୍ଷରେ ବାଦାନୁବାଦ କରିବା। କାରଣ ସେମାନେ ସେମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନ ଭିନ୍ନ କରି ଆମ୍ଭର ଦେଶ ବିଭାଗ କରିଅଛନ୍ତି। ପୁଣି ସେମାନେ ଆମ୍ଭ ଲୋକମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିଅଛନ୍ତି ଓ ଏକ ବେଶ୍ୟା ପାଇଁ ଏକ ବାଳକ ଦେଇଅଛନ୍ତି ଓ ପାନ କରିବା ନିମନ୍ତେ ଦ୍ରାକ୍ଷାରସ ପାଇଁ ବାଳିକା ବିକ୍ରୟ କରିଅଛନ୍ତି। ଆହୁରି ହେ ସୋର, ସିଦୋନ ଓ ପଲେଷ୍ଟିଆର ସକଳ ଅଞ୍ଚଳ, ତୁମ୍ଭେମାନେ ଆମ୍ଭ ପ୍ରତି କଣ? ତୁମ୍ଭେମାନେ କି ଆମ୍ଭକୁ ପ୍ରତିଫଳ ଦେବ? ଓ ତୁମ୍ଭେମାନେ ଆମ୍ଭକୁ ପ୍ରତିଫଳ ଦେଲେ ଆମ୍ଭେ ଅବିଳମ୍ବରେ ଓ ଅତି ଶୀଘ୍ରରେ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ନିଜ ମସ୍ତକରେ ବର୍ତ୍ତାଇବା। କାରଣ ତୁମ୍ଭେମାନେ ଆମ୍ଭର ରୂପା ଓ ସୁନା ହରଣ କରିଅଛ, ଆଉ ଆମ୍ଭର ଉତ୍ତମ ମନୋହର ପଦାର୍ଥମାନ ଆପଣାମାନଙ୍କର ମନ୍ଦିରକୁ ବହି ନେଇ ଯାଇଅଛ। ଆହୁରି ଯିହୁଦାର ସନ୍ତାନଗଣକୁ ଓ ଜେରୁସାଲେମର ସନ୍ତାନଗଣକୁ ସେମାନଙ୍କ ସୀମାରୁ ଦୂର କରିବା ନିମନ୍ତେ ଗ୍ରୀସର ସନ୍ତାନଗଣ ନିକଟରେ ସେମାନଙ୍କୁ ବିକ୍ରୟ କରିଅଛ। ଦେଖ, ତୁମ୍ଭେମାନେ ଯେଉଁ ସ୍ଥାନରେ ସେମାନଙ୍କୁ ବିକ୍ରୟ କରିଅଛ, ଆମ୍ଭେ ସେମାନଙ୍କର ପ୍ରବୃତ୍ତି ଜନ୍ମାଇ ସେହି ସ୍ଥାନରୁ ବାହାର କରିବା ଓ ତୁମ୍ଭମାନଙ୍କର ପ୍ରତିଫଳ ତୁମ୍ଭମାନଙ୍କର ମସ୍ତକରେ ବର୍ତ୍ତାଇବା। ପୁଣି ଆମ୍ଭେ ତୁମ୍ଭମାନଙ୍କର ପୁତ୍ରଗଣ ଓ ତୁମ୍ଭମାନଙ୍କର କନ୍ୟାଗଣକୁ ଯିହୁଦାର ସନ୍ତାନଗଣର ହସ୍ତରେ ବିକ୍ରୟ କରିବା। ତହିଁରେ ସେମାନେ ସେମାନଙ୍କୁ ଦୂରଗୋଷ୍ଠୀୟ ସିବାଇୟ ଲୋକମାନଙ୍କ ନିକଟରେ ବିକ୍ରୟ କରିବେ। କାରଣ ସଦାପ୍ରଭୁ ଏହା କହିଅଛନ୍ତି, ତୁମ୍ଭେମାନେ ଗୋଷ୍ଠୀବର୍ଗ ମଧ୍ୟରେ ଏହି କଥା ପ୍ରଚାର କର, ଯୁଦ୍ଧ ଆୟୋଜନ କର, ବୀରମାନଙ୍କର ପ୍ରବୃତ୍ତି ଜନ୍ମାୟ। ଯୋଦ୍ଧା ସମସ୍ତେ ନିକଟକୁ ଆସି ଉପସ୍ଥିତ ହେଉନ୍ତୁ। ତୁମ୍ଭେମାନେ ଆପଣା ଆପଣା ଲଙ୍ଗଳର ଫାଳ ଭାଙ୍ଗି ଖଡ୍ଗ ଗଢ଼ାଅ ଓ ଆପଣା ଆପଣା ଦା ଭାଙ୍ଗି ବର୍ଚ୍ଛା ଗଢ଼। ଦୁର୍ବଳ ଲୋକ କହୁ, ମୁଁ ବଳବାନ। ହେ ଚତୁର୍ଦ୍ଦିଗସ୍ଥ ଗୋଷ୍ଠୀ ସକଳ, ତୁମ୍ଭେମାନେ ଚଞ୍ଚଳ ହୋଇ ଆସ ଓ ଆପଣାମାନଙ୍କୁ ଏକତ୍ର କର। ହେ ସଦାପ୍ରଭୁ, ସେହି ସ୍ଥାନକୁ ତୁମ୍ଭେ ଆପଣା ବୀରଗଣକୁ ଓହ୍ଲାଇ ଆଣ। ଗୋଷ୍ଠୀବର୍ଗ ଉଦ୍ଯୋଗୀ ହୋଇ ଉଠନ୍ତୁ ଓ ଜିହୋଶାଫଟର ଉପତ୍ୟକାକୁ ଆସନ୍ତୁ। କାରଣ ସେ ସ୍ଥାନରେ ଆମ୍ଭେ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀର ବିଚାର କରିବା ପାଇଁ ବସିବା। ତୁମ୍ଭେମାନେ ଦା ଲଗାଅ, କାରଣ ଶସ୍ୟ
ପାଚିଅଛି, ତୁମ୍ଭେମାନେ ଆସି ଦଳନ କର, କାରଣ ଦ୍ରାକ୍ଷା ଯନ୍ତ୍ର ପୂର୍ଣ୍ଣ ହୋଇଅଛି। କୁଣ୍ଡ ସବୁ ଉଛୁଳି ପଡ଼ୁଅଛି, କାରଣ ସେମାନଙ୍କର ଦୁଷ୍ଟତା ବଡ଼। ଦଣ୍ଡାଜ୍ଞାର ଉପତ୍ୟକାରେ ଲୋକାରଣ୍ୟ, କାରଣ ଦଣ୍ଡାଜ୍ଞାର ଉପତ୍ୟକାରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ ହୋଇଅଛି। ସୂର୍ଯ୍ୟ ଓ ଚନ୍ଦ୍ର ଅନ୍ଧକାରମୟ ହୋଇଅଛନ୍ତି ଓ ନକ୍ଷତ୍ରଗଣ ଆପଣା ଆପଣା ତୈଳ ରହିତ କରୁଅଛନ୍ତି। ପୁଣି ସଦାପ୍ରଭୁ ସିଓନରୁ ଗର୍ଜନ କରିବେ ଓ ଜିରୁସାଲମରୁ ଆପଣା ରବ ଶୁଣାଇବେ। ତହିଁରେ ଆକାଶମଣ୍ଡଳ ଓ ପୃଥିବୀ କମ୍ପିତ ହେବେ। ମାତ୍ର ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଆଶ୍ରୟ ସ୍ୱରୂପ ହେବେ ଓ ଇସ୍ରାଏଲ ସନ୍ତାନଗଣ ପ୍ରତି ଦୃଢ଼ ଦୁର୍ଗ ସ୍ୱରୂପ ହେବେ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ ଓ ଆପଣା ପବିତ୍ର ପର୍ବତ ସିଓନରେ ବାସ କରୁ, ଏହା ତୁମ୍ଭେମାନେ ଜାଣିବ। ତହିଁରେ ଜିରୁସାଲମ ପବିତ୍ର ହେବ ଓ ବିଦେଶୀୟମାନେ ତହିଁ ମଧ୍ୟ ଦେଇ ଆଉ ଗମନାଗମନ କରିବେ ନାହିଁ। ସେଦିନ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ କ୍ଷରଣ କରିବେ, ଉପପର୍ବତଗଣ ଦୁଗ୍ଧରେ ପ୍ରବାହିତ ହେବେ ଓ ଜିହୁଦାର ନଦୀ ସ୍ରୋତସକଳ ଜଳରେ ପ୍ରବାହିତ ହେବେ। ପୁଣି ସଦାପ୍ରଭୁଙ୍କ ଗୃହରୁ ଏକ ନିର୍ଝର ନିର୍ଗତ ହେବ, ତାହା ସିଟିମ୍ର ଉପତ୍ୟକାକୁ ଜଳମୟ କରିବ। ଜିହୁଦାର ସନ୍ତାନଗଣ ପ୍ରତି କୃତ ଉପଦ୍ରବ ସକାଶୁ ମିଶର ଧ୍ୱଂସସ୍ଥାନ ହେବ ଓ ଇଦମ୍ ଧ୍ୱଂସିତ ପ୍ରାନ୍ତର ହେବ, କାରଣ ସେମାନେ ଆପଣାମାନଙ୍କ ଦେଶରେ ନିର୍ଦ୍ଦୋଷର ରକ୍ତପାତ କରିଅଛନ୍ତି। ମାତ୍ର ଜିହୁଦା ଚିରକାଳ ଓ ଜିରୁସାଲମ ପୁରୁଷାନୁକ୍ରମେ ରହିବ। ପୁଣି ଆମ୍ଭେ ସେମାନଙ୍କର ଯେଉଁ ରକ୍ତ ପରିଷ୍କାର କରିନାହୁଁ, ତାହା ପରିଷ୍କାର କରିବା, କାରଣ ସଦାପ୍ରଭୁ ସିଓନରେ ବାସ କରନ୍ତି। Good morning and praise the Lord. ଆଜି ବାଇବଲ ପଠନ ଦିନ ସଂଖ୍ୟା 92 ମଙ୍ଗଳବାର। ଆଜି ଆମ୍ଭେମାନେ ଦ୍ୱିତୀୟ ରାଜାବଳୀ 12 ପର୍ବ ଓ 13 ପର୍ବ ଏବଂ ତାହା ସହିତ ଜୋଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 1 ପର୍ବ ଠାରୁ 3 ପର୍ବକୁ ପାଠ କରିଅଛୁ। ଆସନ୍ତୁ ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ଇତିହାସରୁ ଆମେ ଦେଖିପାରୁଛୁ ଯେ ସଦାପ୍ରଭୁ ଦାଉଦଙ୍କ ସହିତ ଯେଉଁ ନିୟମ କରିଥିଲେ, ଯଥା ତୁମ୍ଭ ବଂଶ ଓ ତୁମ୍ଭ ରାଜତ୍ୱ ଆମ୍ଭ ସମ୍ମୁଖରେ ଅନନ୍ତକାଳ ସ୍ଥିରୀକୃତ ହେବ, ତୁମ୍ଭର ସିଂହାସନ ଅନନ୍ତକାଳ ସ୍ଥାୟୀ ହେବ। 2 ସାମୁଏଲ 7 ପର୍ବ 16 ପଦ। ତାହାକୁ ସେ ବିଶ୍ୱସ୍ତତାର ସହିତ ପୂରା କରିଅଛନ୍ତି। ଆମେ ମନୁଷ୍ୟର ସ୍ୱାଧୀନ ଇଚ୍ଛା ଓ ଈଶ୍ୱରଙ୍କ ସମ୍ପୂର୍ଣ୍ଣ ସାର୍ବଭୌମତ୍ୱକୁ ସ୍ୱୀକାର କରୁଅଛୁ। ଯଦି ଜୟାସ ରକ୍ଷା ପାଇନଥାନ୍ତେ, ତେବେ ଯୀଶୁ ଦାଉଦଙ୍କ ବଂଶରୁ ଜାତ ହୋଇପାରିନଥାନ୍ତେ, ଆଉ ଦାଉଦ ସନ୍ତାନ ପରି କୌଣସି ପ୍ରତିଜ୍ଞାତ ଶବ୍ଦ ନଥାନ୍ତା। ଏହି ସମସ୍ତ ଘଟଣାଗୁଡ଼ିକ ମଧ୍ୟରେ ସୁଦ୍ଧା ଲୋକମାନେ ଜୀବିତ ରହିବେ ଓ ପରିଶେଷରେ ଈଶ୍ୱରଙ୍କ ଇଚ୍ଛା ହିଁ ସାଧିତ ହେବ। ଦକ୍ଷିଣ ଜିହୁଦାରେ ଅହସିୟର ପୁତ୍ର ଜୟାସ ଓ ଉତ୍ତର ଇସ୍ରାଏଲରେ ଜେହୁର ନାତି ଜୟାସ ଉଭୟଙ୍କ ରାଜତ୍ୱ ସମୟରେ ଇଲିଶାୟ ମୃତ୍ୟୁବରଣ କଲେ। ଜୋଏଲ 1 ପର୍ବ ଠାରୁ 3 ପର୍ବ, ତାହାର ସାରାଂଶ ଏହି ପ୍ରକାର। ଜୋଏଲ ଭବିଷ୍ୟତ ବକ୍ତା ଈଶ୍ୱରଙ୍କ ରାଜ୍ୟର ସମ୍ପୂର୍ଣ୍ଣ ବିଜୟ ସମ୍ବନ୍ଧରେ ଭାବବାଣୀ କଲେ। ଏହି ଭାବବାଣୀ ଦାଉଦ ବଂଶଜ ଜୟାସ ଜିହୋୟାଦାଙ୍କ ସହିତ ଏକତ୍ର ରାଜତ୍ୱ କରୁଥିବା ସମୟରେ କରାଯାଇଥିଲା। ଆଗାମୀ ପଙ୍ଗପାଳ ମହାମାରୀର ବିଚାର ଅନୁତାପ କରିବାକୁ ଆହ୍ୱାନ ଦିଏ। ସଦାପ୍ରଭୁଙ୍କ ବିଚାର ଦିନରେ ଯେଉଁମାନେ ଈଶ୍ୱରଙ୍କ ରାଜତ୍ୱ ସମ୍ମୁଖରେ ନିଜ ନିଜକୁ ସମର୍ପଣ ତଥା ଅନୁତାପ କରିବେ, ସେମାନେ ପରିତ୍ରାଣ ପାଇବେ। ଏହିପରି ଭାବରେ ଏହି ଭାବବାଣୀ କରାଯାଇଅଛି। ଭବିଷ୍ୟତରେ ପ୍ରକାଶିତ ହେବାକୁ ଥିବା ପୁରାତନ ନିୟମର ସମସ୍ତ ଭାବବାଣୀର ମର୍ମ ଏହି। ସମସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଯେଉଁ ରାଜ୍ୟ ଶେଷ ପର୍ଯ୍ୟନ୍ତ ସ୍ଥିର ରହିବ, ତାହା ହେଉଛି
ଈଶ୍ୱରଙ୍କ ରାଜ୍ୟ। ସେମାନେ ଘୋଷଣା କରନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ହିଁ ସେହି ରାଜ୍ୟ ଅଟେ। ଆମେ ଇତିହାସର ପ୍ରବାହକୁ ଅନୁସରଣ କରି ଈଶ୍ୱରଙ୍କ ଅନନ୍ତକାଳୀନ ରାଜ୍ୟ କିପରି ସମ୍ପୂର୍ଣ୍ଣ ହୋଇ ଜଗତ ଇତିହାସରେ ସଫଳୀକୃତ ବା ସାଧିତ ହେବ ତାହାର ସାକ୍ଷ୍ୟ ବହନ କରି ଆମେ କହୁ ଯେ ସଦାପ୍ରଭୁ ରାଜାମାନଙ୍କର ରାଜା ଓ ସମସ୍ତ ଦେବତାଗଣ ଉପରେ ମହାନ ପରମେଶ୍ୱର ଅଟନ୍ତି। ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଆହା ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।